ଆସନ୍ତା 14 ତାରିଖ ଦିନ ଭୋଟ ଚୋରି ସମ୍ପର୍କରେ ଗୋଟେ ବିରାଟ ଜନ ଆନ୍ଦୋଳନ ହେବାକୁ ଯାଉଛି। ବହୁତ ବଡ଼ ର୍ୟାଲି ରାମଲୀଳା ମଇଦାନରେ ହେବ। ଏ ରାମଲୀଳା ମଇଦାନରେ ଖଡ଼ଗେଜୀଙ୍କର ନେତୃତ୍ୱରେ ଯେଉଁ ସଭା ହେବ ସେଥିରେ ମୁଖ୍ୟ ଭାବରେ ଆମ ନେତା ଶ୍ରୀଯୁକ୍ତ ରାହୁଲ ଗାନ୍ଧୀଜୀ ଭୋଟ ଚୋରି ସମ୍ପର୍କରେ ଉପସ୍ଥାପନ କରିବେ, କେମିତି ଗଣତନ୍ତ୍ରକୁ ହତ୍ୟା କରାଯାଉଛି, ଭୋଟର ଲୁଟ୍ ହେଉଛି ବେକାର ଯୁବକମାନଙ୍କର ଚାକିରିର ଲୁଟ୍, ଚାଷୀମାନଙ୍କର ଭବିଷ୍ୟତର ଲୁଟ୍, ଶ୍ରମିକମାନଙ୍କର ଶ୍ରମର ଲୁଟ୍, ତାଙ୍କର ପରିଶ୍ରମର ଲୁଟ୍, ମହିଳାମାନଙ୍କର ପ୍ରତି ତାଙ୍କର ସମ୍ମାନର ଲୁଟ୍ ଏବଂ ଆମର ବିଭିନ୍ନ କ୍ଷେତ୍ରରେ ଯେତେ ସମ୍ଭାବନା ଅଛି ସେ ସମସ୍ତ ସମ୍ଭାବନା ସ୍ୱାଧୀନଚେତା ଭାରତବର୍ଷର ସାମ୍ବିଧାନିକ ଯେତେ ଅଧିକାର ଅଛି ସେ ସବୁଥିର ଚୋରି ହୋଇଯାଉଛି। ତେଣୁ ଭୋଟ ଚୋରି ନ ରୋକିଲେ ସମସ୍ତଙ୍କର ସମ୍ମାନ, ସ୍ୱାଭିମାନ, ଇନଷ୍ଟିଚ୍ୟୁସନାଲ ରେସ୍ପେକ୍ଟ ଏସବୁ ରୋକିବ ନାହିଁ। ତେଣୁ ର୍ୟାଲି ସମ୍ପର୍କରେ ପାର୍ଲାମେଣ୍ଟରେ ରାହୁଲ ଗାନ୍ଧୀଜୀ, ପ୍ରିୟଙ୍କା ଗାନ୍ଧୀଜୀ, ଶ୍ରୀମତୀ ସୋନିଆ ଗାନ୍ଧୀ ବି, ଆମ ସମସ୍ତ ନେତା ବେଣୁଗୋପାଳଜୀ ସମସ୍ତ ବହୁତ ଭାବରେ ଉପସ୍ଥାପନ କରିସାରିଛନ୍ତି ଏବଂ ଆମେ ମଧ୍ୟ ଭୋଟ ଚୋରି ସମ୍ପର୍କରେ ଓଡ଼ିଶାର ଅନେକ କାର୍ଯ୍ୟକ୍ରମ ନେଇଛୁ ଏବଂ ଏହି ର୍ୟାଲି ପରେ ଆହୁରି ଆଗକୁ ବ୍ୟାପକ କାର୍ଯ୍ୟକ୍ରମ ଉପରେ ହେବ। ଦେଶର ସ୍ୱତନ୍ତ୍ରତାକୁ, ସ୍ୱାଧୀନତାକୁ, ସାମ୍ବିଧାନିକ ଅଧିକାରକୁ ବଞ୍ଚାଇବାଟା କଂଗ୍ରେସ ପାର୍ଟି ଦୃଷ୍ଟିକୋଣରେ ସବୁଠୁ ବେଶୀ ମହତ୍ୱପୂର୍ଣ୍ଣ। ତେଣୁ ସେଇଟା ହେବାକୁ ଯାଉଛି। ଏହି ର୍ୟାଲିରେ ବ୍ୟାପକ ସଂଖ୍ୟାରେ ଓଡ଼ିଶା ଭାଇ ଭଉଣୀମାନେ କଂଗ୍ରେସର ନେତୃମଣ୍ଡଳୀ ସମସ୍ତେ ଅଂଶଗ୍ରହଣ କରିବାକୁ ଚାହୁଁଛନ୍ତି। ତେଣୁ ଏହି ର୍ୟାଲିରେ ସକ୍ରିୟ ରହି ସମସ୍ତେ ଅଂଶଗ୍ରହଣ କରିବା ପାଇଁ ମୁଁ ନିବେଦନ କରୁଛି।